15 ଜଣ ଗଲେ ବି ସେ କୋଟା ବାହାରିବ ମାରିଦେବ ତମକୁ ଆଉ ସେଠି ଆଉ ଦେଖୁନୁ କଥା ହେଉଛି ଆମେ ଦେଖୁନୁ କ'ଣ ହେଉଛି ତତେ ମୁଁ ଆଜି ମାରିଦେବି ତତେ ଖାଇବି ଆଜି ଏଠି ଭାଇ ଲାଗିଯାଉଛି ଗାଁରେ ଲାଗିଯାଉଛି ଭାଇ ପିଲା କାଳେ ଆମକୁ ଆଜି ଫଟୋ ହେଲା ଏଠି ଗୋଟେ ଗଛ ସାଙ୍ଗମାନ ଅଛି ସେ ଗଛ ସାରା ଖାଲି କଣ୍ଟା ବାଡ଼ି ଅଛି ସିଏ 1 କିଲୋମିଟର ଗରା ଧରିକି ଦାନ୍ତରେ କାମୁଡ଼ିକି ନେଇକି ସେଇ ବାଉଁଶ ବୁଦା ପାଖରେ ସେ ପଇଲା। ଏ ଗାଇସ୍ ଜୟ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ ବ୍ୟାକ୍ ଟୁ ମାଇ ଆନାଦର ବ୍ଲଗ୍ସ। ତ ସାଙ୍ଗମାନେ ଆଜି ଦି ଭାଇ ବସିଛନ୍ତି ଆଉ ଆମ ଏରିଆ ଭିତରେ ଗୋଟେ ହଣ୍ଟେଡ୍ ଲୋକେସନ୍ ସାଙ୍ଗମାନେ ଅଛି ବଟ୍ ଆପଣଙ୍କର ଛାତି ଥରି ଉଠିବ ସେଇ ହଣ୍ଟେଡ୍ ଲୋକେସନ୍ କୋଉଠି ମାନେ ଆମର କ'ଣ ଏଇପଟେ କ'ଣ ମାନେ ମୁଁ ଶୁଣୁଛି ପ୍ରଥମ ଥର କେଲାଣବନ୍ଧ ବାଉଁଶ ବୁଦା ପାଖରେ ତୁ ଏକୁଟିଆ ଟୋଟାଲି ବାଟରେ ତ ଯାଇପାରିବୁ ନାହିଁ ସିଏ ତ ମୁଁ ଗୋଡ଼େଇବ ଆମେ ଯାଇଥିଲୁ ଗୋଟେ ଥର ରାତି ବାଟରେ ମାଛ ସେତେବେଳେ ଉଠୁଥିଲେ ମାଛ ବାଡ଼ିରେ କେବେ ଘଟଣା ଏ ହେଇଗଲାଣି 6 ମାସ 7 ମାସ ତଳ ଯାଇଥିଲୁ ସେ ବାଉଁଶ ବୁଦା ପାଖରେ ଆମେ ଏପଟେ ଯେଉଁ କେଲାଣ ମନ୍ଦିରଟା ଅଛି ସେଠି ଯେଉଁ ପାଣିଟା ଗଡ଼ୁଛି ସେଇଟା ମାଛ ଦେଖୁଛୁ ରୋହି ମାଛରା ବାଡ଼େଇ ପ୍ରବଳ ବାଡ଼ଉଛୁ ଆମେ ଧରୁଛୁ ରାତି 9:30 ଖଣ୍ଡେ ହେବ ଧରୁଛୁ ସିଆଡ଼ୁ ଝମଝମ ହେଲା ବାଉଁଶ ବୁଦାରେ ଶୋଇଲା ସବୁ ଆମେ ଆଉ ଏତେ ଧାରଣା ଦେଲୁ କେତେ ଜଣ ଯାଇଥିଲ କି 2 ଜଣ ଭାଇ 2 ଜଣ ଯାଇନି ବି ଧରିବ କେତେ ରାତି ଏ 9ଟା ଖଣ୍ଡେ ହେବ ବେଶୀ ବି ରାତି ହେଇନି ଯାଇଛୁ ଯେତେବେଳେ ସେଠି ଆମେ ଦେଖିଲା ଆସୁ ଝଣଝଣ ହେଲା ବାଉଁଶ ବୁଦା ଶୋଇପଇଲା ଯେତେବେଳେ ମୁଁ କହିଲି ଭାଇ କ'ଣ କ୍ରିଏଟ୍ ହେଉଛି ନାଇଁ କିଛି ନାହିଁ ମାଛ ଆମର ଦେଖେ ମାଛ ଦେଖିଲୁ ତାପରେ ଧଳା ଲୁଗା ପିନ୍ଧିଛି ତା ଗୋଡ଼ ନାହିଁ ଏମିତି ଚାଲି ଆମ ପାଖକୁ କହିଲା ଭାଇ ଏଇଟା କ'ଣଟା ହେଇଛି ନା ଏଠୁ ଚାଲ କହିକି ଦୌଡ଼ିଲୁ ଆସିକି ଦିଜୁ ଦୋକାନରେ ଠିଆ ହେଲୁ ତାପରେ ଘରକୁ ଆସି ପାଣି ପିଇକି ଶୋଇଲୁ। ଆଉ ଗୋଟେ ଜାଗା ଦିଜୁ ଦୋକାନ ପଛପଟେ ବାଉଁଶ ବୁଦା ଶାରଡ଼ା ଗଛ ମୂଳରେ ବି ତମେ 10 ଜଣ ଗଲେ ତମେ ଯାଇପାରିବନି ସେଠି ଏତେ ତମେ ବି ଭୟଙ୍କର ଚ୍ୟାଲେଞ୍ଜିଂ ହେଇଗଲା ମୋ ପାଇଁ ତାପରେ କାହିଁକି ନା ତମକୁ 10 ଜଣ ଗଲେ ବି ତମକୁ ସେଠି ଦେଖେଇବ ଆଉ ସେ ଏମିତି ତମକୁ କରିବ ଆଉ ତମେ ଯଦି ଭୟ କରିକି ସେଠି ଝାଡ଼ା ବାନ୍ତି ତମକୁ ବି ହେଇଯିବ ଏଭଳିଆ ସେ ଜାଗା ମାନେ 10 ଜଣ ଗଲେ ବି ଭାଇ ସେ ଆଣ୍ଠେଇ ଦେବ କ'ଣ ମାନେ ତାପରେ କ'ଣ ହେଲା ତିଜୁ ଦୋକାନ ପଛପଟୁ ଯେଉଁ ବାଉଁଶ ବୁଦା ଶାରଡ଼ା ଗଛ ଅଛି ଶାରଡ଼ାରୁ ତମେ 10 ଜଣ ଗଲେ ବି ତମକୁ ସେ ଦେଖାଦେବ ଆଉ ତମକୁ ସେଠି ଝାଡ଼ା ବାନ୍ତି ହେବା କଥା କମ୍ପଲସରି ହେବ ତମେ ଭୟରେ ସବୁ ହାର୍ଟ ଫେଲ୍ ବି ତମେ କରିଯିବ କାହିଁକିନା ସେ ବାଉଁଶ ବୁଦା ଶୁଆଇ ଦେବ ଆମ୍ବ ଗଛ ଅଛି ଆମ୍ବ ଗଛ ଝରଝର ହେଇକି ପଡ଼ିବ ଯଦି ଯିବେ ତା ସହ ସେଇ ଜିନିଷ ଘଟିଛି ମୋ ସହିତ ଘଟିଛି ତା ସହିତ ଘଟିଛି ଆମେ ବି ନିଜ ଆଖିରେ ଦେଖିଛୁ ଆମ ଗୋଟେ ଗାଈଟା ମରିଥିଲା ଆମେ ସେଠି ଯାଇକି ଗାତ ଖୋଳିକି ପୋତୁଥିଲା ଭିତରେ ଏମିତି ଘଟଣା ହେଲା ଆମେ କହିଲୁ ଆମ୍ବ ସିଜିନ୍ ଆମ୍ବ ଗଳୁଥିଲା ଆମ୍ବ ଗୋଟିଏ ଗଲା ଆସକୁ ଦେଖିଲା ଆସକୁ ଆମ ପଛରେ ଫସ୍କିନା ପଳେଇଲା ଚାହିଁକିନା ମାନେ କିରେ ଦେଖିଲା ଆସକୁ କେହି ନାହାନ୍ତି ସେଇଠି ଦେଖିଲା ଆସୁ ଆମ୍ବ ଗଛରୁ ଦୂରକି ବାଲିଆରେ ଝରିଲା ଆମେ ଦେଖିକି କହିଲୁ ମୁଁ କହିଲି ବବୁଲୁ ଚାଲ ପଳେଇବା ନା ଚାଲେ ଆମେ ସେଠି ତାପରେ 5 ଜଣ ଯେଉଁ ଥିଲେ ଗାତ ଖୋଳୁଥିଲେ ସେଠି ଆମେ ଆସି ଠିଆ ହେଲୁ ଆଉ ଥରେ ଆମେ ଏମିତି ଦେଖିଛୁ ସେଠିକି ଆମେ ପାସ୍ ହୋଇସାରି ଯାଇଥିଲୁ ସେମିତି ସେ ବାଉଁଶ ବୁଦା କଟକଟ ହେଲା ଆଉ ଦେଖିବା ପାଇଁ ଯଦି ଚାହୁଁଛୁ 10 ଜଣ 15 ଜଣ ଯିବ ଟର୍ଚ୍ଚ ନେଇଯିବ ଆଉ 15 ଜଣ ଗଲେ ବି ସେ କୋଟା ବାହାରିବ ଯଦି ନେଇକି ଯିବ ଠାକୁରଙ୍କର ଫୁଲମାଳ ନେଇକି ଯିବ ହାତରେ ଧରିବ ତମ ପାଖକୁ ଯିଏ ନ ଆସିବ ଆଉ ତମକୁ ଦେଖାଦେବ ଫାଇନା ଦେଖାଦେବ ତ ମାରିଦେବ ତମକୁ ଆଉ ସେଠି ଆଉ ଆମ ଗାଁରେ ସେମିତି ଜଣକୁ ଭୂତ ଲାଗିଥିଲା ସିଏ ଯାଇକି ସେମିତି ଭୂତ ଯାଇକି ସେଇ ଜାଗାରେ ବାଉଁଶ ବୁଦା ପାଖରେ ପଡ଼ିଥିଲା ସେ ମାନେ ଏଠୁ ଯାଇ ଏଠୁ ମାନେ ଭାବ ଭାଇ 1 କିଲୋମିଟର ପାଖାପାଖି 1 କିଲୋମିଟର ଗରା ଧରିକି ଦାନ୍ତରେ କାମୁଡ଼ିକି ନେଇକି ସେଇ ବାଉଁଶ ବୁଦା ପାଖରେ ସେ ପଡ଼ିଲା ଭଗବାନ ସେଇଟା ରହୁଛି ବା ସେଠି ରହୁଛି ମାନେ ଲାଗିଥିଲା ତା ଦେହରେ ଲାଗିଲା ସିଏ ଲାଗିଲା ମାନେ ସେ ରଡ଼ି ଛାଡ଼ିଲା ଏଠି ଅଥୟ ଗଲା ବିଷ ଖାଇ ସେ ମରିଥିଲା ସେ ଲେଡ଼ିଜ୍ଟା କେତେ ଜଣ ଅଛନ୍ତି ତଥାପି ସ୍ପିଡ୍ 8-10 ଜଣ ମାନେ ଅଥୟ ସେଠି ମାନେ ତୁ ସମ୍ଭାଳି ପାରିବୁନି ଆଉ ସେଠି ଗୋଟେ ଗଛ ସାଙ୍ଗମାନ ଅଛି ସେ ଗଛ ସାରା ଖାଲି କଣ୍ଟା ବାଡ଼ି ଅଛି ସେ ଶାରଡ଼ା ଗଛ ମୂଳେ ଗୋଟେ ଥର ଆମେ ଦେଖିଛୁ ନିଆଁ ଜଳୁଥିଲା ରାତି 1 ଭାଇ ଆମେ 2 ଜଣ ଛାତ ଉପରେ ଗରମ ହେଉଛି ଶୋଇଥିଲୁ ଦେଖିଲା ସବୁ ରାତି 1 ଖାଲି ଧୁ ନିଆଁ ଗୁଣି କରୁଥିଲା ଗୁଣି କରୁଥିଲା କ'ଣ କରୁଥିଲା ଆଉ ଶାରଡ଼ା ଗଛ ସାରା ଖାଲି କଣ୍ଟା କ'ଣ କରିବୁ ଆମେ ଦେଖିକି ପୁରା ଭୟ ମାରାତ୍ମକ ଭାଇ
ଯିବା ନହେଲେ ଏକୁଟିଆ ଆମେ ଯାଇପାରିବା କୁକୁର ଦେଖ କୋଉ ଭଳିଆ ଭୋକିଲେ ଆମେ କଥା କୋଉ ଜାଗା ଦେଖିଲୁ ସେଇ ଜାଗା କୁକୁର ଦେଖ ଭୋକିଲେ ଭାଇ ରିଅଲରେ ଭାଇ ସେଇ ଜାଗାରେ ସେ କୁକୁର ସେଇଠି ଭୋଗୁଛନ୍ତି ଦେଖ କେମିତି କାନ୍ଦିଲେଣି ହରେ ଶୁଣାଉଛି ଦେଖୁନ କଥା ହଉଛି ଆମେ ଦେଖୁନୁ କ'ଣ ହଉଛି ତ ସାଙ୍ଗମାନେ ଯେଉଁ ହଣ୍ଟେଡ୍ ଲୋକେସନ୍ ବିଷୟରେ ଆମେ କଥା ହେଉଥିଲୁ ଆମ ଜଷ୍ଟ ପଛରେ ଭାଇ ସେ ଲୋକେସନ୍ଟା ଆଉ 3 ଜଣ ଟ୍ରଚ୍ ବି ଆଜି ଆଣିନୁ ତ ତା ଭିତରକୁ ଆଉ ଗୋଟେ ଦିନ ଯିବୁ କିନ୍ତୁ ଏ ଜାଗାରେ ପୁରା କମ୍ପଲସରି ଆପଣ ଦେଖିବା ପାଇଁ ଏବେ ଏଠି ସ୍ପିଡ୍ ପୁରା ଅଛି ମୁଁ ବିଲିଭ୍ କରୁନଥିଲି ଭାଇ ପୁରା 100% ମୁଁ ସିଓର ହେଇଗଲି 100% ସିଓର ପୁରା ସିଓର ଭାଇ କମ୍ପଲସରି ଆମେ ଭାଇ କଥା ହେଉଥିଲୁ ଭାଇ 1 କିଲୋମିଟର ଦୂରରେ ମାନେ କୁକୁର ଏଠି କାନ୍ଦ ଆଉ ଜଣ ହେଲା ଦେଖନ୍ତୁ ଏ ଭାଇ ସାଉଣ୍ଡ ବି ଆମେ ଭାଇ ଠିଆ ହେଇଛୁ ଭାଇ ଏବେ ଖାଉଁଠୁ ବେ ଦେଖ କେଉଁଠି ଚାଲି ଯାଉଛୁ ତୁ ଦେଖ ବାଉଁଶ ଦବା ସିରିୟସଲି अबे सीरियसली भी ଦେଖନ୍ତୁ ସେ ବାଉଁଶ ବୁଦା ପାଖରେ ଏଠି କ'ଣ ଲାଇଟ୍ଟା ଦେଖି ଯାଉଛି ଆଖିରେ ଚିକି ମାରୁଛି ଆମେ ସେଠି ଯିବାନି ଆମେ ସେଠି ଯାଇ ହେବନି ସାଙ୍ଗମାନେ ଆଉ ଗୋଟେ ଦିନ ଟ୍ରଚ୍ ଆଣି ପୁରା ଫୁଲ୍ ଏକ୍ସପ୍ଲୋର କରିବୁ ଆମେ ଯେଉଁ ଜାଗା ଠିଆ ହେଇଛୁ ପୁରା ଖତରନାକ ପୁରା ହଣ୍ଟେଡ୍ ଲୋକେସନ୍ ଆମେ ଭାବି ପାରିନଥିଲୁ ମାନେ ଆମ ଏରିଆରେ ଆମ ଘର ପାଖରେ ଏମିତି ହଣ୍ଟେଡ୍ ଲୋକେସନ୍ ଅଛି ଭାଇ ଆମେ ମୁଁ ବି ଭାଇ ଫାର୍ଷ୍ଟ ଟାଇମ୍ ଶୁଣିଲି ଟ୍ରଚ୍ ନେଇକି ଆସିବା ଠାକୁରଙ୍କ ଫୁଲମାନ ନେବା ଦେଖିବା କାହିଁକିନା ଏବେ ଆମେ ଆମେ ଯାଇପାରିବାନି ଏଠି 300 ମିଟର ଦୂରରେ କଥା ହେଉଛୁ ଭିତରୁ ସାଉଣ୍ଡ ଭୟଙ୍କର ନା ଏଠି ଆମେ ଆଉ ଠିଆ ହେଇ ହେବନି ଆମେ ଏଠୁ ପଳେଇବା ଏଠି ଆଉ ଠିଆ ହେବନି ମାନେ ଆଉ ଗୋଟେ ଜାଗା ତୁ ଦେଖିଲୁ ସେ ଜାଗାରେ ଡିଷ୍ଟର୍ବାନ୍ସ ହେଇଥିଲା ଫୋନ୍ରେ କଥା ହେଉଥିଲି ଫୋନ୍ରେ ଏମିତି କଥା ହେଇକା ପଳେଇଲି ଏଇ ଭାଇ ଆମର ସେଇ ବାଉଁଶ ବୁଦା ଆଡ଼ିକି ପଳେଇଲି ସେଠି ଗୋଟେ କେତେ ପଡ଼ିଛି ବର୍ଷ ତଳ କଥା କହୁଛି ଏ ଦୁଇ ଚାରି ମାସ ହେବ ଇଲେକ୍ଟ୍ରିକ୍ ଖୁଣ୍ଟିଟା ପଡ଼ିଛି ସେଇ ଇଲେକ୍ଟ୍ରିକ୍ ଖୁଣ୍ଟି ପାଖକୁ ଗଲି ସେଠି ବସିକି ଏମିତି କଥା ହେଉଛି ଫୋନ୍ରେ କିଛି ସମୟ ଏମିତି କଥା ଟାଇମ୍ ସେଇ ଗୋଟେ ରାତି ପାଖାପାଖି ହେବ ଘରେ ସମସ୍ତେ ଥିଲେ ଫୋନ୍ଟା ଆସିଲା ଇଆଡ଼ୁ ସିଆଡ଼ୁ କଥା ହେବି ବୋଲି ବାରିଆଡ଼ିକି ଗଲି ଏମିତି ଫୋନ୍ରେ କଥା ହେଉଛି କିଛି ସମୟ ଯାଇଛି ପଛପଟେ ମୋର ଏମିତି ଆସିକି ଏମିତି ହାତ ମାରିଲା 5 ଆଙ୍ଗୁଳି ଯାକ ଏମିତି ହାତ ବୁଲେଇକି ଏଠି ମୁଁ ଏମିତି ବୁଲିଦେଲା ଆସିବୁ କେହି ନାହାନ୍ତି ପୁଣି ଫୋନ୍ରେ କଥା ହେଲି ଫୋନ୍ରେ କଥା ହେଉଛି କଥା ହେଇକି ସେଠି ବସିଥିଲି ଆଉ ଗୋଟେ ଜାଗାକୁ ଟିକେ ଆଇଲି ଯେ କ'ଣ ଆଉ କ'ଣ ଅଛି କ'ଣ ନାହିଁ ଭଲ ଲାଗିଲାନି ପଳେଇ ଆଇଲି ଆଉ ଗୋଟେ ଜାଗାକୁ ଆସି ସେଠି ବସିଲି ତୁ ତ ମାଇଣ୍ଡିକି ନେଇନୁ ନାଇଁ ମୁଁ କହିଲି ମୁଁ ତ ଏଠି ଫୋନ୍ ଟେନସନ୍ ଅଛି କଥା ହେଉଛି ଆଉ ଗୋଟେ ଜାଗାରେ ବସିକି କଥା ହେଉଛି ପୁଣି ସେମିତି କଥା ହେଉଛି ପୁଣି ପଛପଟେ ଆସି ପୁଣି 5 ମିନିଟ୍ ଏମିତି ଘଷିଗଲା ଏକାଥରେକେ ଚପଲ ଖୋଲିକି ଦୌଡ଼ିଲି ଏକା ଡିଆଁକରେ ଘରେ ଭାଇ ମୁଁ ସେ ଜାଗାରେ ଆଉ କ'ଣ କରିବି ମୁଁ ଆସିକି ମୋ ଛାତି ଖାଲି ଦଗଦଗ କଲା ମୁଁ ଆସିକି ପାଣି 2-3 ଗ୍ଲାସ୍ ପିଇଲି ମୋତେ ଘରେ କହିଲେ କ'ଣ ହେଲା ନାଇଁ ଏମିତି ପଛପଟେ କିଏ ଗୋଟେ ଏମିତି ହାତ ମାରିଥିଲା ନା ତୁ କେହି ସେଟା ହେଇଥିଲୁ ଏତେ ରାତିରେ ଜାଣିଛୁ ସେଠି ଜାଣିଛୁ ସେପଟେ ସମସ୍ତେ ବାହାରୁଛି ସମାଧି ଫମାଧି ତୁ କାହିଁ ଯାଇଥିଲୁ 4ଟା ସମାଜ ସେପଟେ ଅଛି ମୁଁ ଗଲେ କଥା ହେଉଥିଲି ଫୋନ୍ ତ ସେପଟେ କଥା ହେଲି ଯାଇକି ନା ତୁ କାହିଁ ଯାଇଥିଲୁ ଘରେ ଗାଳି କଲେ ମୁଁ ଘରେ ଚୁପ୍ ହେଇ ପାଣି ପିଇକି ଶୋଇଲି କ'ଣ କହିବି ଆଉ 4ଟା ଯାକ ଲଗାତାର ସମାଧି ସେଇଭଳିଆ ଏଇଭଳିଆ କଥା ଆମ ଏପଟେ ପୁରା ହଣ୍ଟେଡ୍ ଲୋକେସନ୍ ଏପଟେ ପୁରା ତୁ ଯୋଉଠିକି ଯିବୁ ଆମେ ଯୋଉ ଜାଗାରେ ଅଛୁ ସାଙ୍ଗମାନେ ଏଇନା ବସିଛୁ ପୁରା ଚାରିପଟେ ଆମର ହଣ୍ଟେଡ୍ ଲୋକେସନ୍ ଚାରିପଟେ ମୁଁ ଆଜି ପର୍ଯ୍ୟନ୍ତ ଏକ୍ସପ୍ଲୋର କରିନି ଆଗକୁ ପ୍ଲାନ୍ ଅଛି ଆଗକୁ ଧୀରେ ଧୀରେ କରି ଗୋଟେ ପରେ ଗୋଟେ ଏକ୍ସପ୍ଲୋର କରିବି ଟୋଟାଲ ପୁରା ସବୁ ଫୁଲ୍ ଦେଖିବି ଆପଣମାନଙ୍କୁ ମାନେ 5-6ଟା ଜାଗା ଏମିତି ଅଛି ପୁରା ପିଓର ହଣ୍ଟେଡ୍ ମାନେ ସେଠି ସ୍ପିରିଟ୍ ପୁରା କୋଟା ସ୍ପିରିଟ୍ ଏଠି ସ୍ପିରିଟ୍ ପୁରା ଅଛନ୍ତି କାହିଁକିନା ଆମେ ଏକୁଟିଆ ଯାଇପାରିବାନି 6-7 ଜଣ 8 ଜଣ ନହେଲେ ଯାଇ ହେବନି ଟ୍ରଚ୍ ପୁଣି 2-3ଟା ନେବାକୁ ପଡ଼ିବ ଆମେ କ'ଣ କରିବା ଏଠି ଭାଇ ଲାଗିଯାଉଛି ଗାଁରେ ଲାଗିଯାଉଛି ଭାଇ ପିଲା କାଳେ ଆମକୁ ଆଜି ଫଟକା ଲାଗିଯିବ ଆମେ କ'ଣ କରିପାରିବା କିଛି କରି ଏଇ ଲାଗିଯାଉଛି ଆମେ ଗୋଟେ ଆଖିରେ ଲିଭେଇ ଦେଖିଲୁ ଏମିତି ଲାଗିଲା ଏଠି ରଖେଇ ଦେଲାନି କାହାକୁ ଭାଇ ଯାହାକୁ ଲାଗୁଛି ଭାଇ ଏଠି ପୁରା ଅଲଗା ପ୍ରକାର ସେ କରୁଛି 7 ମାସ ତଳେ ଜଣକୁ ଲାଗିଥିଲା ଆମେ ତାକୁ କହିଲେ କ'ଣ କିଏ ସେ ନା କହିଲେ ଯେ କହିଲା ମୁଁ ହେଲି ତମ ନାଁ କ'ଣ ନା ମୋ ନାଁ ହେଲା ପୂଜା କି ଜାଣି କହିଲା ମୁଁ କହିଲି ତ କେଉଁଠୁ ଆଇଛ ନା ମୁଁ ସେ ବାଉଁଶ ବୁଦା ପାଖରୁ ଆଇଛି ବାଉଁଶ ବୁଦା ପାଖରେ ଥିଲି ସେ ଯାଇଥିଲା ବାଉଁଶ ବୁଦା ପାଖକୁ ଦ୍ୱିପହରେ ଉଦୁଦିଆ ଦ୍ୱିପହରେ ବାରିଆଡ଼େ ଯାଇଥିଲା ଏକା ହେଇଥିଲା ସେ ଏକା ତାପରେ ଲାଗି କହିଲା ତମେ କେମିତି କେମିତି ମଲ ତମେ ନା ମୁଁ ବିଷ ପିଇଛି
ତାକୁ ଆମେ ପଚାରିଲୁ, ଯେ ଛୋପ ପକେଇଲା ଯେ ଖାଲି ହିଲ୍ଡନ ଗନ୍ଧେଇଲା। ଗଲା ଆସକୁ ତାକୁ କହୁଛି ତତେ ମୁଁ ଆଜି ମାରିଦେବି, ତତେ ଖାଇବି ଆଜି, ଏମିତି କହିଲା। ତାପରେ ସେଠୁ ମୁଁ ସେଠୁ ପଳେଇ ଆଇଲି, ଛୋପ ହାତରେ ପକେଇଦେଲା, ମୋ ଉପରେ ଆସିକି ପଡ଼ିଲା, ଉପରେ ଏମିତି ପୋଛିଦେଲା ଆସକୁ ଖାଲି ହିଲ୍ଡନ ଗନ୍ଧ। ତାପରେ ଗୁଣିଆକୁ ଡକା ହେଲା ଆସକୁ, ସିଏ ତା ଭିତରେ ଗର୍ଜନ ଛାଡ଼ିକି ଗରାରେ ପାଣି ପୁରା ଫୁଲ୍ ଅଛି, ପୁରା କାମୁଡ଼ିକି ଗଲା। କାମୁଡ଼ିକି ଯୋଉଠି ସିଏ ଲାଗିଥିଲା ସେଇଆଠି ପୁରା ଗରାରେ ପୁରା ବଡ଼ ଗରାଟା ପାଣି ଫୁଲ୍, ତାକୁ ଦାନ୍ତରେ କାମୁଡ଼ି ଦୌଡ଼ିଲା, ସେ ବାଉଁଶ ବୁଦାଟି ସେ ଗରା ଫୋପଡ଼ିଲା, ସେଇଠି ବେହୋସ ହେଇଗଲା। ଯୋଉଠୁ ଆଇଥିଲା ପୁରା ସେଇଠୁ ଗଲା। ତାକୁ ତାପରେ ସେ ପଠାଣ ଯୋଉ ଆସିଥିଲା ଯୋଉ ଗୁଣିଆ, ପଠାଣ ଗୁଣିଆ, ହଁ, ତାକୁ ଗୋଟେ ଦେଲା ଡେଉଁରିଆ, ଡେଉଁରିଆ ପକେଇଲା। ଡେଉଁରିଆ ଖୋଲିବେ ମାନେ ଯିବ ମାନେ ବାରିଆଡ଼େ ତା ଦେହରେ ଲାଗିବ କମ୍ପଲସରି। ଏବେ ବି ସରକାର ଡେଉଁରିଆ ତା ଦେହରେ ଅଛି, ଆଉ ଯଦି ସେ ଯୋଉଦିନ ଖୋଲିବ ତା ଦେହରେ ଲାଗିବ। ଆମେ ସେଇଥିପାଇଁ ରାତି ହେଲା ମାନେ ବାରିଆଡ଼େ ଯାଉନୁ। ସେ ଗାଈ ମଲା ସବୁ ଆମେ ଯାଇଥିଲୁ, ଏଇଭଳିଆ ଜିନିଷ ଦେଖିଥିଲୁ। କେବେ ସେ ଜାଗାକୁ ଯିବା କଥା ନୁହଁ। ଲୋକ ବି ଯାଉନାହାନ୍ତି, ଲୋକ ବି ରାତି ସନ୍ଧ୍ୟା ହେଲା ସେ ପାରି ପଛପଟୁ କେହି ଯିବେନି। ଆମେ ବି ଯାଉନୁ ବାରି ପଛ, ପୁରା ଜଙ୍ଗଲ ହେଇ ପଡୁଛି, ପୁରା ଜଙ୍ଗଲ, ଖାଲି ବାଉଁଶ ବୁଦା, ଆମ୍ବ ଗଛ, ଶାହାଡ଼ା ଗଛ ପୁରା ଫୁଲ୍।